ଦେଖନ୍ତୁ ପିଲାମାନେ, ଆମେ ଆଜି ଯୋଉ ଜିନିଷଟାକୁ ଆଲୋଚନା କରିବାକୁ ଯାଉଛେ ବହୁତ ଗୁରୁତ୍ୱପୂର୍ଣ୍ଣ, ବହୁତ ଇମ୍ପୋର୍ଟାଣ୍ଟ ଜିନିଷ। କାହିଁକି ନା ପିଲେ ଆଁ, ଦେଖ, ଆମର ଗୋଟେ ଜିନିଷ ହଉଛି ସେକେଣ୍ଡ ଫେଜ୍ କୁ ନେଇକି ଯୋଉ ଦ୍ୱନ୍ଦ୍ୱ ଚାଲିଥିଲା ସେ କ'ଣ ସମାଧାନ ହେଲା ନାହିଁ ଏ ପର୍ଯ୍ୟନ୍ତ ବି। ସେକେଣ୍ଡ ଫେଜ୍ ଆପ୍ଲାଏର ଲାଷ୍ଟ ଡେଟ୍ ହଉଛି 26 ତାରିଖ ବୋଧେ। ହଁ ହଁ, 26 ତାରିଖ। ତ ଆଜି ହେଇଗଲା ଆମର କେତେ ତାରିଖ? ନା ଆଜି ଆମର ହେଇଗଲା 21 ତାରିଖ। ହଁ, 21 ତାରିଖ ହେଇଗଲା ଯେତେବେଳେ, ତ ଆମେ କଣ କରିବା? ତ ଦେଖ, 21 ତାରିଖ ହେଇଗଲା, ହାତରେ ମାତ୍ର ଆଉ 5 ଦିନ ରହିଲା। 5 ଦିନ ପରେ ଦ୍ୱିତୀୟ ପର୍ଯ୍ୟାୟର ଅନଲାଇନ ଆବେଦନର ଶେଷ ତାରିଖ ସରିଯିବ। ତ ସେକେଣ୍ଡ ଫେଜ୍ ର ପରିବର୍ତ୍ତନ କେବେ ହବ, ସେକେଣ୍ଡ ଫେଜ୍ ଚେଞ୍ଜ କେବେ ହବ, କୌଣସି ପ୍ରକାର ଏ ପର୍ଯ୍ୟନ୍ତ ନୋଟିସ୍ ଆସିଲା ନାହିଁ, ନା ହାୟର ଏଜୁକେଶନ ଡିପାର୍ଟମେଣ୍ଟ, ନା ଆମର ବିଭାଗୀୟ ମନ୍ତ୍ରୀଙ୍କ ତରଫରୁ, ନା କୌଣସି ପ୍ରକାରର ନୋଟିଫିକେଶନ, କ'ଣ କୌଣସି ପ୍ରକାରର କୌଣସି ସୂଚନା ମିଳିଲାନି ଯେ ସେକେଣ୍ଡ ଫେଜ୍ ର ରୁଲଟା ପରିବର୍ତ୍ତନ କରାଯିବ। ପିଲାମାନେ ଟ୍ୱିଟ୍ କଲେ, ପିଲାମାନେ କଲ୍ କଲେ, ପିଲାମାନେ ଟ୍ୱିଟରରେ ନିଜର ରିଭ୍ୟୁ ଦେଲେ, ଫିଡବ୍ୟାକ୍ ଦେଲେ, ସାମ୍ ସହିତ କଲ୍ କରାଗଲା, ବଟ୍ ଏ ପର୍ଯ୍ୟନ୍ତ କିଛି ସୂଚନା ଆମକୁ ହସ୍ତାନ୍ତର ହେଲାନି, ସୂଚନା କିଛି ହସ୍ତକ୍ଷେପ ହେଲାନି ଯେ ପିଲାମାନଙ୍କ ପାଇଁ କିଛି ରୁଲ୍ ଚେଞ୍ଜ କରାଯିବ ସେକେଣ୍ଡ ଫେଜ୍ ପାଇଁ। ତ ବହୁତ ପିଲା କମେଣ୍ଟ ମତେ କରିଛନ୍ତି, ସାର୍ ଆମେ କ'ଣ କରିବୁ, ଆଉ କେତେ ଦିନ ଅପେକ୍ଷା କରିବୁ? ମୋ ସାଙ୍ଗସାଥି ମାନେ ଯାଇ କ୍ଲାସ କଲେଣି, ମୋର ଅନର୍ସ ଚେଞ୍ଜ କରିବାର ଥିଲା, ସେ ଅନର୍ସ କ୍ଲାସ ହବଣି କଲେଜରେ। ଏକ୍ସାମ ତ ହଉଛି ଆମର ନଭେମ୍ବର ଡିସେମ୍ବର ବେଳକୁ ହବ। ତ ଆମ ପାଇଁ କେବେ ସୁବିଧା ଦବ, ଆମେ ଆଡମିସନ କେବେ କରିବୁ, ନା ଦ୍ୱିତୀୟ ଫେଜରେ ଆମକୁ ଆଉ ସୁବିଧା ଦବ ନାହିଁ? ତ ଏମିତି ବହୁତ ଗୁଡେ କମେଣ୍ଟ ଥିଲା। ତ ବେସିକାଲି ଏ ଭିଡିଓଟି ଆଣିଛି ସେଇଥିପାଇଁ। ଦେଖ ପିଲାମାନେ, ଏ ପର୍ଯ୍ୟନ୍ତ କିଛି ରୁଲ ଚେଞ୍ଜ ହେଲାନି। ଏକ୍ସପେକ୍ଟେଡ କରୁଛେ କାଲି ଆଜି ଆସୁ, କାଲି ଆସୁ କି 26 ତାରିଖ ଭିତରେ ଆସୁ। ଯଦି 26 ତାରିଖ ଭିତରେ ନ ଆସିଲା, ମନେ ରଖିଥାଅ ବିଲକୁଲ ଆଉ ଚେଞ୍ଜେସ ହବାର ନାହିଁ। ଯେତେ ଦୂର ଆଶା ଲାଗୁଛି ଚେଞ୍ଜେସ ହବ ନ ହବ, ମୁଁ ତମକୁ ଯଦି ପରସେଣ୍ଟେଜ କଥା କହିବି, 70% ଲାଗୁଛି ନ ହେଲା ଭଳିଆ, ହେଲା ବଦଳିଲେ ନ ବଦଳିଲା ଭଳିଆ। କାହିଁକିନା ଏ ବର୍ଷ ବି ପିଲାମାନେ ବେଶୀ ମାତ୍ରାରେ କିଛି କରିନାହାନ୍ତି। ଆର ବର୍ଷ ପିଲାମାନେ ଯେତିକି ମାତ୍ରାରେ ଟ୍ୱିଟ୍ କଲ୍ କରିଥିଲେ, ମୁଁ ତମକୁ କହିଥିଲି ଯେ କି ଆର ବର୍ଷ ପିଲା 15,000ରୁ ଅଧିକ ଟ୍ୱିଟ୍ ହେଇଥିଲା, ଅଧିକ ତାଙ୍କର କଲ୍ କରିଥିଲେ, ଅଧିକ 15,000 20,000 ପାଖାପାଖି ପିଲା ଚାହୁଁଛନ୍ତି ଚେଞ୍ଜେସ୍ କରିବା। ବଟ୍ ଏ ବର୍ଷ 5,000ରୁ ଉର୍ଦ୍ଧ୍ୱ, ମୁଁ ଯେତିକି ଇନଫର୍ମେସନ ପାଇଛି, 5,000ରୁ ମାତ୍ର ଉର୍ଦ୍ଧ୍ୱ ପିଲା ଟ୍ୱିଟ୍ କରିଛନ୍ତି, କଲ୍ କରିଛନ୍ତି। ଗୋଟେ ଗୋଟେ ପିଲା 10 ଥର 15 ଥର ଟ୍ୱିଟ୍ କରିଛନ୍ତି। ବଟ୍ ସେମାନେ ଦେଖିଛନ୍ତି 5-6 ହଜାର ଭଳିଆ ପିଲା କି 7-8 ହଜାର ଭିତରେ ହେବେ ପିଲାମାନେ ଯୋଉମାନେ କି ଚେଞ୍ଜେସ୍ କରିବାକୁ ଚାହୁଁଛନ୍ତି। ବଟ୍ ବେଶୀ ପିଲା ଚାହୁଁନାହାନ୍ତି। ମୁଁ ଆଗରୁ କହିଥିଲି ଭିଡ଼ିଓ ଷ୍ଟାର୍ଟିଂରୁ, ଯଦି ଆମେ 10,000 12,000 ପିଲା ଏକଜୁଟ ହେଇଯିବା, 4-5 ଦିନ ଭିତରେ ରୁଲ ଚେଞ୍ଜ କରିପାରିବା। ବଟ୍ 3,000 4,000 1000 ପିଲାଙ୍କୁ ପାଇଁ 5,000 ପିଲାଙ୍କୁ ସେମାନେ ଚେଞ୍ଜ କରିବେନି। କାରଣ ଗୋଟେ ବଡ ଫର୍ମୁଲା ହବ, ବଡ ଫର୍ମାଟକୁ ପରିବର୍ତ୍ତନ କରିବେ, ମାନେ ଆଡମିସନ କରିଥିବା ପିଲାମାନଙ୍କୁ ପୁଣି ଆଉଥରେ ପଇସା ଦେବାକୁ ପଡିବ, ସେମାନେ ଟିସି ଆଣିବେ। ଯାହାହେଲେ ବି ଗୋଟେ ହାୟର ଏଜୁକେଶନ ଡିପାର୍ଟମେଣ୍ଟ ଗୋଟେ ମୁଣ୍ଡ ବିଧାର କାରଣ ହବ। କିନ୍ତୁ ଆମେ ଏତିକି ଏକ୍ସପେକ୍ଟେଡ କରୁଛେ ଯେ କି ମୁଁ ବି ବହୁତ ଦୁଃଖିତ ଯେ ପିଲାମାନଙ୍କ ପାଇଁ ମୋ ତରଫରୁ ଯେତିକି କରିବା କଥା କଲି, ବଟ୍ ପିଲାମାନଙ୍କ ପାଇଁ ସାଟିସ୍ଫାଇଡ କିଛି ହେଇପାରିଲାନି। କାହିଁକିନା ଦେଖନ୍ତୁ ପିଲାମାନେ, ଆପଣମାନେ ମତେ ସମସ୍ତେ କହୁଛନ୍ତି ସାର୍ ଆପଣ କିଛି କରନ୍ତୁ। ଦେଖନ୍ତୁ, ମୁଁ ଜଣେ ଗୋଟେ ସାଧାରଣ ଟିଚର, ଜଣେ ଲେକ୍ଚର। ମୁଁ ସାମ୍ ସହିତ ମୋର କୌଣସି ସଂଯୋଗ ନାହିଁ, ନା ହାୟର ଏଜୁକେଶନ ଡିପାର୍ଟମେଣ୍ଟ, ନା କୌଣସି ରାଜନେତାଙ୍କ ସହିତ ମୋର ସମ୍ପର୍କ ନାହିଁ। ତ ଯେତେ ଜଣେ ଗୋଟେ ସାଧାରଣ ଲେକ୍ଚର ଟିଚର, ସେ କ'ଣ କରିପାରିବ? ନା ସେ ଗୋଟେ ସ୍ୱର ଉତ୍ତୋଳନ କରିପାରିବ, ଗୋଟେ ପିଲାଙ୍କ ଥ୍ରୁରେ ସପୋର୍ଟରେ ଗୋଟେ କଥା କହିବ। ମୁଁ ତ ବହୁତ ଥର ଆମ ଓଡ଼ିଶା ଏଜୁକେଶନକୁ ମୁଁ ବହୁତ ଥର ଗାଳି କରିଛି, ଆମ ସିଷ୍ଟମକୁ ବହୁତ ଥର ମୁଁ କହିଛି ଖରାପ ସିଷ୍ଟମ। ମୁଁ ରାଜନୀତିକୁ ଡରେନି, କାହିଁକିନା ମୁଁ ସେ ରାଜନୀତି ଭିତରେ ପଶେନି। ବଟ୍ ଯୋଉଟା ଠିକ ମୁଁ ସେଇଟା ଡାଇରେକ୍ଟ ଫେସ୍ ଟୁ ଫେସ୍ କୁହେ। ଆମେ ଯେତେବେଳେ ଏଇ ଯୋଉ ଜିନିଷଟା କରୁଛେ, ପିଲାଙ୍କୁ ଚେଞ୍ଜ କରୁନି, କାଲି ସକାଳେ ଗୋଟେ ପିଲାର ଭବିଷ୍ୟତର ଖରାପ ହବ, ତା ପାଇଁ ଦାୟୀ କିଏ ରହିବ? ତ 5 ବର୍ଷ ପାଇଁ ଏମଏଲଏ ହେଲା କି ଏମପି ହେଲା କି ମନ୍ତ୍ରୀ ହେଲା ସେଥିପାଇଁ, ନା ଗୋଟେ ପିଲା ତା ଜୀବନ ଯାକ ପାଇଁ? ତ ଏଠି ଆମ ଓଡ଼ିଶାରେ ମୁଁ କହିବିନି କାହାକୁ, ପ୍ରାୟତଃ ଅଧାଧିକ ଏମଏଲଏ ଅନଏଜୁକେଟେଡ କହିପାରିବା। ସିଏଲି ଇଏ ଅନଏଜୁକେଟେଡ ନୁହନ୍ତି କହିବା, କାହିଁକି ନା ମୁଁ କାହାକୁ ବି ଅସମ୍ମାନ କି ବେସମ୍ମାନ କରିବାକୁ ଚାହୁଁନି। ବଟ୍ ଏତିକି କହିବି, ସେମାନେ ବହୁତ ଗୁଡେ, ଆମର ଏଠି ଦେଖିବ ଆଇଏଏସ୍ ଦ୍ୱାରା ତାଙ୍କର ପିଏ ଦ୍ୱାରା କାମ ଚାଲିଛି, ଆମେ ଜାଣିଛେ। ବହୁତ ଗୁଡେ ଏମଏଲଏ ଅଛନ୍ତି, ପ୍ରିଭିୟସ୍ ର ବି ଏମଏଲଏ ଥିଲେ।
तो एमपी भी अच्छा जो मैंने केवल पैसा बल अर्थ बल जितुंट बट एजुकेशन मिनिस्टर कथा कहूना तो सहीटा आमको बहुत दुखर कथा जे पिला भविष्य को लेकिन से खेल खेलुंट मत ये भल लगुनि बट देखो पिले ये कह शेष में मो हाथ में ना जब मो हाथ में था तो मुझे निश्चित भाव में परिवर्तन कर 2 मिनिट भितर मोर गोटे पिला कि असुविधा न हो चाहिए बट आम एक्सपेक्टेड करवा आसंता काली कि कौन हो कि आज की देखा ना लास्ट 26 तारीख गोटे एक्सपेक्टेड दिन दिन जिते गड़ुची सेकेंड फेज रूल परिवर्तन गुड़ा से धीरे धीरे कमिबार लगी तो आम कौन करें आगे कही जदि आम 5000 10,000 पिला एकजुट नहबा 10,000 पाखापाखि पिला एकजुट नहबा रूल परिवर्तन करने बहुत कष्ट साध्य हम आ 2,000 4,000 3,000 पिला मुंड खुलेबे कौन भी गवर्नमेंट भी गोटे छोट संख्या पिला गोटे टोटाल फॉर्मेट को चेंज कर चाहिए आम भी से करता बट आम जन 500 जन एडमिशन नहीं जड़े पिला कह सर मत क्लास पसंद लगुनि से परिवर्तन करें 200 पिला कहले परिवर्तन निश्चित हम तो से उपाय ना जहाँ हम हम जहाँ पढ़ुच पढ़ मुझे एडभाइस देवी जो अनर्स रखी पढ़ जो कॉलेज अच्छे पढ़ आउ एक्सपेक्टेड करनी सेप्टेम्बर मास हम कौन बहुत लेट हो सेमिस्टर एग्जाम 6 मास 2टा एग्जाम दब बट जहाँ तुम मन पसंद जहाँ तुम चॉइस ताको लेके पढ़ ओके थैंक यू जय हिंद पे किसी कहवाक भी ना मो पाखे धन्यवाद।